ଚାରୋଟି ଛୁଆ ଜନ୍ମ କଲେ ମିଳିବ 1 ଲକ୍ଷ ଟଙ୍କା। ତେବେ ଆସନ୍ତୁ ଜାଣିବା କ'ଣ ରହିଛି ଏହି ଯୋଜନା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ମଧ୍ୟପ୍ରଦେଶରୁ ଆସିଛି ଏକ ଅଜବ ଖବର। 4ଟି ପିଲା ଜନ୍ମ ଦେଲେ ମିଳିବ 1 ଲକ୍ଷ ଟଙ୍କା। ଏପରି ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରଶୁରାମ କଲ୍ୟାଣ ବୋର୍ଡ 4ଟି ସନ୍ତାନ ଜନ୍ମ ଦେଇଥିବା ବ୍ରାହ୍ମଣ ଦମ୍ପତିଙ୍କୁ 1 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରି କହିଛନ୍ତି ଯେ ଯଦି ବ୍ରାହ୍ମଣମାନଙ୍କର କମ୍ ସନ୍ତାନ ଥାଏ ତେବେ ଅଣହିନ୍ଦୁ ଦେଶକୁ ଦଖଲ କରିବେ। ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ଏବଂ ଅନେକ ଲୋକ ଏହାକୁ ସମାଲୋଚନା ମଧ୍ୟ କରୁଛନ୍ତି। ବାସ୍ତବରେ ଇନ୍ଦୋରର ପରଶୁରାମ କଲ୍ୟାଣ ବୋର୍ଡ ଘୋଷଣା କରିଛି ଯେ 4ଟି ସନ୍ତାନ ଥିବା ଯୁବ ଦମ୍ପତିଙ୍କୁ 1 ଲକ୍ଷ ଟଙ୍କା ଦିଆଯିବ। ବ୍ରାହ୍ମଣ ସମାଜର ଯୁବକ ଓ ଯୁବତୀଙ୍କ ପାଇଁ ଏହି ଘୋଷଣା କରାଯାଇଛି। ସମାଜରେ ଅଧିକରୁ ଅଧିକ ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଭାଇରାଲ ଭିଡ଼ିଓ ବ୍ରାହ୍ମଣ ପରିଚୟ ସମ୍ମିଳନୀର ବୋଲି କୁହାଯାଉଛି। ପରଶୁରାମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଷ୍ଣୁ ରାଜରିଆ କହିଛନ୍ତି ସମାଜର ଯୁବକମାନେ ଅତି କମ୍ରେ 4ଟି ସନ୍ତାନ ଜନ୍ମ ଦିଅନ୍ତୁ, ନଚେତ୍ ବିଦ୍ରୋହୀମାନେ ଦେଶକୁ ଦଖଲ କରିପାରିବେ। ଯୁବପିଢ଼ିଙ୍କ ଠାରୁ ମୋର ଅନେକ ଆଶା ରହିଛି ବୋଲି ସେ କହିଛନ୍ତି। ଆଗାମୀ ପିଢ଼ିର ସୁରକ୍ଷା ଆପଣଙ୍କ ହାତରେ ଅଛି ବୋଲି ଯୁବପିଢ଼ି ଧ୍ୟାନର ସହ ଶୁଣିବା ଦରକାର ବୋଲି ସେ କହିଛନ୍ତି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।